ସୁଯୋଗ ତାଙ୍କୁ ଦିଆହେଇଥିଲା। ଦଳ ନବୀନ ପଟ୍ଟନାୟକ ଆମର ନେତା, ପ୍ରିୟ ନେତା, ତାଙ୍କୁ ଡାକିଥିଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ ହିସାବରେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ହିସାବରେ ତାଙ୍କୁ ପାର୍ଲିଆମେଣ୍ଟ ପ୍ରାର୍ଥୀ କରାଯାଇଥିଲା। ପାର୍ଲିଆମେଣ୍ଟର ଯଦି ସଂଗଠନ ତାଙ୍କର ସେ ଜିଲ୍ଲାରେ ଥାଆନ୍ତା, ଜଣେ ମୁଖ୍ୟମନ୍ତ୍ରୀଙ୍କର ସାରା ଓଡ଼ିଶାରେ ସଂଗଠନ ଥାଏ, କିନ୍ତୁ ଦେଖାଗଲା ଯେ ତାଙ୍କ ନିଜ ଜିଲ୍ଲାରେ ମଧ୍ୟ ତାଙ୍କର ସଂଗଠନ ନାହିଁ। ସାଂଗଠନିକ ଦକ୍ଷତା ନଥାଏ କି ଏ ଦଳକୁ ସେ ଦଳକୁ, ଏ ନେତାକୁ ସେ ନେତାକୁ ଆମେ ଦୋଷ ଦେବା ଭୁଲ। ଯଦି ତାଙ୍କର ସାଂଗଠନିକ ଦକ୍ଷତା ଥାଆନ୍ତା, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ହିସାବରେ ଯେ ସେଇଭଳି ଭାବରେ ସେ ସଂଗଠନ କରିଥାନ୍ତେ, ତାଙ୍କର ଯେ ସଂଗଠନ ଥାନ୍ତା, ସେ ନିଶ୍ଚିତ ଭାବରେ ଜିତିକି ଆସିଥାନ୍ତେ। ଦଳ ଯଦି ଏତେ ବଡ଼ ପଦପଦବୀ ତାଙ୍କୁ ଦେଲା, ପ୍ରାର୍ଥୀ କଲା, ଏମ୍ପି ପ୍ରାର୍ଥୀ କଲା, ସେ ଜିତିଲେନି କାହିଁକି? ଦଳରେ ଯେଉଁଭଳି ଭାବରେ ସେ କହୁଛନ୍ତି ମୋତେ ସମ୍ମାନ, ଆଉ କି ସମ୍ମାନ ସେ ଚାହୁଁଥିଲେ? ଦଳରେ ଯେଉଁଭଳି ଭାବରେ ସମ୍ମାନ ଦିଆହେବା କଥା ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆହେଇଛି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ହିସାବରେ। ବ୍ୟାନର ପୋଷ୍ଟର ଆମକୁ କ'ଣ ବ୍ୟାନର ପୋଷ୍ଟର କିଏ ଡାକିକି ଦେବ? ବ୍ୟାନର ପୋଷ୍ଟର ଆମେ ତିଆରି କରିବୁ, ଆମେ ଲଗେଇବୁ। ଦଳ ପ୍ରତି, ନେତା ପ୍ରତି ଯଦି ଆମର ଶ୍ରଦ୍ଧା ଅଛି, ଆମେ ବ୍ୟାନର ପୋଷ୍ଟର ଫ୍ଲାଗ ଆମେ ନିଜେ ଲଗେଇବୁ। ମୋତେ କ'ଣ କିଏ ଡାକିକି କହୁଛି ବ୍ୟାନର ପୋଷ୍ଟର ଲଗାଉ କି ପତାକା ଲଗା? ମୋ ଏରିଆରେ କାର୍ଯ୍ୟକ୍ରମ କରିବି, ବ୍ୟାନର ପୋଷ୍ଟର ମୁଁ ଲଗେଇବି, ପତାକା ମୁଁ ଲଗେଇବି। ସେ କେଉଁ ପ୍ରୋଗ୍ରାମ କରିଛନ୍ତି, କେଉଁ ଦିନ ଦଳ ପତାକା ଧରିକି, ଦଳ ବ୍ୟାନର ନେଇକି, ଦଳ ବ୍ୟାନର ତଳେ କେଉଁ ଦିନ କେଉଁ ପ୍ରୋଗ୍ରାମ କରିଛନ୍ତି, ତାଙ୍କୁ ବ୍ୟାନର ପୋଷ୍ଟର ଦିଆହେଲାନି କି ସହଯୋଗ କରାହେଲାନି। କୌଣସି ଦଳୀୟ କାର୍ଯ୍ୟରେ ସେ ସମ୍ପୃକ୍ତ ହେଲେ ନାହିଁ, କି କୌଣସି ପତାକା ଖଣ୍ଡେ ଧରିଲେ ନାହିଁ, କି ବ୍ୟାନର ଧରିଲେ ନାହିଁ, କି କେଉଁ ଦଳ ସପକ୍ଷରେ, ନେତାଙ୍କ ସପକ୍ଷରେ କିଛି କଲେ ନାହିଁ। ଆଜି ସେ ନେତାଙ୍କୁ ଦୋଷ ଦେଇକି, ଦଳକୁ ଦୋଷ ଦେଇକି ଯାଉଛନ୍ତି, କାରଣ ସେ କଂଗ୍ରେସରେ ଥିଲେ। ଏବେ କଂଗ୍ରେସର ପ୍ରୀତି ତାଙ୍କର ଅଛି। ଯଦି ବି ସେ ଏମ୍ପି ବି ହେଇଥାନ୍ତେ, ସେ କଂଗ୍ରେସକୁ ଯାଇଥାନ୍ତେ। ହଁ, ସେ ନିଶ୍ଚିତ ଭାବରେ, କିନ୍ତୁ ଦଳର, ବିଜୁ ଜନତା ଦଳର କିଛି କ୍ଷତି ହେବନି।